ରୁହନ୍ତୁ ସାଙ୍ଗମାନେ, ଜମା ବି ଅଣଦେଖା କରିବେନି। କହିଲେ ଦେଖି, ଆମର ସତରେ କ'ଣ ମନ୍ଦିର ବାହାରେ ଯିଏ ମାନେ ପଇସା ମାଗୁଛନ୍ତି ସିଏ କ'ଣ ଗରିବ? କିନ୍ତୁ ନାଇଁ, ସବୁଠାରୁ ଗରିବ ହେଉଛନ୍ତି ଆମ ବାପାମାନେ। ମାସ ସାରା ଖଟିକିନା ଗୋଟେ ବିଡ଼ା ପଇସା ଯେତେବେଳେ ମାସ ଶେଷରେ ଆଣିବେ ନା, ମାଆର ସାଙ୍ଗେ ସାଙ୍ଗେ କମ୍ପ୍ଲେନ୍ ହେଇଯିବ, ଚାହିଁଲ ଏ ମାସରେ ମାନେ ଶୀଘ୍ର ଆଣିବ ଆମର ଯେଉଁ ଘରର ରାସନ ସରିଗଲାଣି। ତାପରେ ବଡ଼ ଝିଅର ସ୍କୁଲ ଦରମା ଯାହା ବି ହେଲେ ଦେବ, ଚୁଇଁର ନା ଆଜି ସ୍କୁଲ ଫିସ୍ ତ ନିହାତି ଦେବା ଦରକାର। ତାପରେ ଏମିତି ସବୁ ହେଲା ବେଳକୁ ଘରର ସବୁ ରାସନରେ ବାପାଙ୍କ ପାଖରେ, ତାପରେ ଶେଷ ବେଳକୁ ବାପାଙ୍କ ପାଖରେ କିଛି ନଥାଏ। ଏମିତି ସମସ୍ତଙ୍କର ଜରୁରତ ପୂରଣ କରିଥାନ୍ତି ବାପା। ତାପରେ ସେ ତା ନିଜ ପାଇଁ କିଛି ଆଣିବେନି, କହିବେ ନା ତୁମ ପାଇଁ ନା ଏ ମାସରେ ମାନେ ଶାଢ଼ୀଟା ଆଣିବେ। କାହା ପାଇଁ? ମା' ପାଇଁ। ମା' କହିବେ ମୋର କ'ଣ ଦରକାର, ମୋର କିଛି ଦରକାର ନାହିଁ। ଆଉ ତାଙ୍କ ପାଇଁ କିଛି ଆଣିବେନି। ଗୋଟେ ଫଙ୍କସନ୍କୁ ବାହାରିଲେ ଆମର ଏତେ ସାରା ଶାଢ଼ୀ ଥିବ କି କ'ଣ ଥିବ, ତାଙ୍କର ଅଳ୍ପ ଥିବ, କହିବେ ମୋର କିଛି ଦରକାର ନାହିଁ, ଏଇଟା ସଫା କରିଦିଅ ଚଳିବ। ସତରେ ବାପା ଭଳିଆ କେହି ହେଇପାରିବେନି ଦୁନିଆରେ। ହାତ ଧରି ମୋର ଚାଲି ଶିଖେଇଲ, ଯେତେ ଅଳି କଲି ସବୁ ସହିଗଲ। ସତରେ ନା ସାଙ୍ଗମାନେ, ବାପାମାନଙ୍କ ସତରେ ଏଇଆ ଷ୍ଟୋରି। ସବୁଠାରୁ ଗରିବ ଯଦି ଆମ ବାପାମାନେ। ଆମକୁ ବହୁତ ସାରା ଭଲ ପାଇବା ଦେବେ, କିନ୍ତୁ ତାଙ୍କ ପାଇଁ କିଛି କରିବେନି। ତାଙ୍କ ନା ସେ ବହୁତ ସାରା, ସେ ସବୁଠାରୁ ବଡ଼। ଠିକ୍ କହିଲି ନା? ସତରେ କମେଣ୍ଟ କରିବେ। ଆହୁରି ଗୋଟେ କଥା, ମୋର ତ ବାପା ନାହାନ୍ତି, ମୁଁ ଯାହା ସବୁ ଦେଖେ ଦୁନିଆରେ କି ମାନେ ଯାହା ସବୁ ଦେଖେ, ମୁଁ ସେଇଟାକୁ ମାନେ ଅନୁଭବ କରିକି ଆଜି ଆପଣମାନଙ୍କ ସାଙ୍ଗରେ ଗୋଟେ କଥାଟି ସେୟାର କଲି।